ଉକ୍ତି ଆଲୋଚନ ମହାମହା ଜ୍ଞାନୀଗୁଣୀ ବିଜ୍ଞ ପରିଜନେ ଆନନ୍ଦ ଲହରୀ ଖେଳି ଯାଏ ଏହି ସ୍ଥାନେ। କେତେ କେତେ ଲୁକାୟିତ କଥାକୁ ଶୁଣିଲୁ ରଘୁନାଥଙ୍କ ବିଷୟ ଅବଗତ ହେଲୁ। ପାରିକୁଦେ ଜନ୍ମିଥିଲେ ସେ କବି ପ୍ରବର ବଡ଼ ଭରଣ୍ଡି ଗ୍ରାମକୁ କରିଲେ ନିଜର। ଯୁଗବାଣୀ ପତ୍ରିକାର ଥିଲେ ସମ୍ପାଦକ ଡାହୁକ ସ୍ତମ୍ଭେ ପ୍ରକାଶୀ ଖବର ଅନେକ। ମାୟାଧର ମାନସିଂହ ଥିଲେ ଗୁରୁବର ତାଙ୍କ ପ୍ରେରଣା ଲୋଭି ସେ ଛନ୍ଦ କବିବର। ଦାସିଆ ଅଜାଙ୍କ ଠାରୁ ପାଇଣ ସମ୍ମାନ ଛନ୍ଦ କବି ଭାବେ ଖ୍ୟାତ ଉତ୍କଳ ଭୁବନ। ଭାଷା ସାହିତ୍ୟ ପାଇଁକି କଷଣ ସହିଲେ କେତେ କେତେ ପୁସ୍ତକକୁ ଜାତି ହସ୍ତେ ଦେଲେ। କବିତା ଲହରୀ ସହ କବିତା ବର୍ଷନ ନୀଳାଦ୍ରିଶ ଭଜନରେ ତାଙ୍କ ଶବ୍ଦମାନ। କାଳବକ୍ଷେ ସଦା ତୁମେ ଅଜର ଅମର କାଳଜୟୀ ତୁମ ସୃଷ୍ଟି ଏହି ଧରାପର। ପ୍ରଫୁଲ୍ଲ ରାଉତ ସାରସ୍ୱତ ସମ୍ପାଦକ ରଘୁନାଥଙ୍କ ପାଇଁ କରିବେ ଏକ ବିଶେଷାଙ୍କ। କବି ବଲ୍ଲଭ ପ୍ରଚଣ୍ଡ ଭାଷଣେ ତାଙ୍କର କହିଥିଲେ ପୂଜ୍ୟ ପୂଜା ସମ୍ପାଦ ଆମର। କବିପୂର୍ଣ୍ଣ କବିଟୁଟୁ ଡାକ୍ତର ସୁରେନ୍ଦ୍ର ନିଜ ବକ୍ତବ୍ୟରେ ତାଙ୍କୁ କରିଥିଲେ ବନ୍ଦ୍ୟ। କବି କେବେ ମରେ ନାହିଁ ମୁହିଁ ଶୁଣିଥିଲି ଆଜି କାର୍ଯ୍ୟକ୍ରମ ଦେଖି ଏକମତ ହେଲି। ଶତବାର୍ଷିକୀରେ କବି ତୁମ ପାଦରେ ନମନ ଆଉ ଥରେ ଫେରିଆସ ଆମ ଉତ୍କଳ ଭୁବନ। ଝୁରୁଛନ୍ତି ଜ୍ଞାନୀଗୁଣୀ ଝୁରେ ଏ ଅଞ୍ଚଳ ଶୁଣିବାକୁ ତୁମଠାରୁ କବିତାର ଝର। ଝୁରୁଛନ୍ତି ଜ୍ଞାନୀଗୁଣୀ ଝୁରେ ଏ ଅଞ୍ଚଳ ଶୁଣିବାକୁ ତୁମଠାରୁ କବିତାର ଝର। ଶୁଣିବାକୁ ତୁମଠାରୁ କବିତାର ଝର। ଶୁଣିବାକୁ ତୁମଠାରୁ କବିତାର ଝର। ଧନ୍ୟବାଦ।